ନୟାଗଡ଼ ବ୍ଲକ ଅନ୍ତର୍ଗତ ଭାଟସାହି ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ନୂତନ ଜିଲ୍ଲାପାଳ ଶ୍ରଦ୍ଧାଦେବ ସିଂ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାସ କଅଁର, ନୟାଗଡ଼ ବିଡିଓ ପଦ୍ମଚରଣ ସାହୁ, ସ୍ଥାନୀୟ ସରପଞ୍ଚ ଶାରଦା ପ୍ରସାଦ ସାହୁ ଓ ସମିତି ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ। ଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆମ ଓଡ଼ିଶା ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଡକ୍ଟର ସାହୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କଲାବେଳେ କିପରି ରାଜ୍ୟର ଅବସ୍ଥା ଥିଲା ଓ ରାଜ୍ୟର ଅବସ୍ଥା ଉପରେ ଆଲୋକପାତ କରିଥିଲେ। ଯେଉଁଠି ଦିନେ ଶୂନ୍ୟ ଓଡ଼ିଶା ଥିଲା, ଆଜି ସୁନାର ଓଡ଼ିଶା ହୋଇପାରିଛି। ଓଭରଡ୍ରାଫ୍ଟରେ ଚାଲୁଥିବା ସରକାରଙ୍କୁ ନବୀନ ଆଜି ଭରପୁର ଓଡ଼ିଶାରେ ରୂପାନ୍ତରିତ କରିଛନ୍ତି। ଅନ୍ୟ ରାଜ୍ୟମାନେ ନିଜର ବଜେଟ୍ ଠାରୁ 2 ଗୁଣା ଋଣ କରିଥିବା ବେଳେ ଆଜି ଓଡ଼ିଶା ଋଣ ଭାରରୁ ମୁକ୍ତି ରହିଛି। ଯେଉଁଠି ଓଡ଼ିଶା ଅନ୍ୟ ରାଜ୍ୟକୁ ହାତ ପତାଉଥିଲା, ଆଜି ଓଡ଼ିଶା ଅନ୍ୟ ରାଜ୍ୟକୁ ସାହାଯ୍ୟ ଦେଉଛି। ଓଡ଼ିଶା ଆଜି ଭାରତବର୍ଷର ଉଦାହରଣ ପାଲଟିଛି। ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ଆଜି ଯୋଡ଼ି ହୋଇ ରହିଛି। ଓଡ଼ିଶା ଆଜି ନିଜେ ସକ୍ଷମ ହୋଇପାରିଛି। ଗ୍ରାମାଞ୍ଚଳ ଲୋକଙ୍କୁ ସହରାଞ୍ଚଳର ସୁବିଧା ମିଳୁଛି। ନୟାଗଡ଼ ନିର୍ବାଚନ ମଣ୍ଡଳୀର ବିକାଶ ଦ୍ରୁତ ଗତିରେ ଚାଲୁ ରହିଛି। ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଗମନାଗମନକୁ ପ୍ରଥମେ ପ୍ରାଥମିକତା ଦିଆଯାଇଛି। ଓଡ଼ିଶା କୃଷି କର୍ମଣ ଯୋଜନା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କୃତ ହୋଇ ଆସୁଛି। ଓଡ଼ିଶା ଆଜି ବଳକା ରାଜ୍ୟରେ ପରିଗଣିତ ହୋଇଛି। ଏହା ହିଁ କେବଳ ନୟାଗଡ଼ରେ ଶାନ୍ତି ପ୍ରତିଷ୍ଠା ହେଉଥିବାରୁ ଏଭଳି ବିକାଶର ପୁଆରା ଖୋଲିଛି। ସୂର୍ଯ୍ୟ କେବେ ଉଦୟ ହୁଅନ୍ତି ଓ ଅସ୍ତ ହୁଅନ୍ତି ମୁଁ କେବେ ଜାଣିପାରି ନାହିଁ ବୋଲି ଡକ୍ଟର ସାହୁ ବକ୍ତବ୍ୟ ରଖିବା ସହ କେବଳ ନୟାଗଡ଼ ବିକାଶକୁ ମୁଁ ଚାହେଁ ବୋଲି ପ୍ରକାଶ କରିଥିଲେ। ସମସ୍ତଙ୍କର ଯୋଗଦାନ ଓ ଅବଦାନ ଆଜି ନୟାଗଡ଼କୁ ସାରା ରାଜ୍ୟରେ 1 ନମ୍ବର ଭାବେ ଗଢ଼ି ତୋଳିବା ପାଇଁ ସାହାଯ୍ୟ ସହଯୋଗ କରିଛି। ଓଡ଼ିଶା ଆଜି ଭାରତବର୍ଷର ଉଦାହରଣ ପାଲଟିଛି। ବିଜୁ ସ୍ୱାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି ମମତା ଯୋଜନା, ସ୍କୁଲ ରୂପାନ୍ତରିତ କାର୍ଯ୍ୟ, କାଳିଆ ଯୋଜନା, ଗମନାଗମନ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, କ୍ରୀଡ଼ା ଭିତ୍ତିଭୂମି, କଚ୍ଚା ଘରକୁ ପକ୍କା କରିବା, ମିଶନ ଶକ୍ତିକୁ ସୁଦୃଢ଼ କରିବା, ମଠ ମନ୍ଦିର ମସଜିଦ ଓ ଗିର୍ଜାର ଉନ୍ନତିକରଣ, ବିଭିନ୍ନ ଗ୍ରାମରେ କଲ୍ୟାଣ ମଣ୍ଡପ, ଶ୍ମଶାନ ଗୃହ, ନୟାଗଡ଼ ମେଡିକାଲରେ 100 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନା, ବଲାଙ୍ଗୀର ପାର୍କ ଆଦିର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ଏହା ସହିତ ନୟାଗଡ଼ର ବୁଢ଼ା ବୁଢ଼ିଆଣୀ ଡ୍ୟାମ୍ ଓ ବରକନ୍ୟା ଝରଣାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନୁଦାନର ବର୍ଷା ଢାଳି ଦେଇଛନ୍ତି। ନୟାଗଡ଼ର ମା ଦକ୍ଷିଣକାଳୀଙ୍କ ମନ୍ଦିର, ଜଗନ୍ନାଥ ମନ୍ଦିର, ରଘୁନାଥ ମନ୍ଦିର, ଦ୍ୱିତୀକେଶ୍ୱର ମନ୍ଦିରର ରୂପାନ୍ତରିତ କାର୍ଯ୍ୟ ଚାଲୁ ରହିଛି। ଗାଁ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଥିବା ମଠ ମନ୍ଦିରର କାର୍ଯ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ କରାଯାଇ ଏହାର ପୁନରୁଦ୍ଧାର କରାଯାଇଛି। ଆମ ଓଡ଼ିଶା ନବୀନ ଓଡ଼ିଶା ମାଧ୍ୟମରେ ପ୍ରତି ପଞ୍ଚାୟତକୁ 50 ଲକ୍ଷ ଲେଖାଏଁ ଅନୁଦାନ ପ୍ରଦାନ କରାଯାଇଛି। ମିଶନ ଶକ୍ତିକୁ ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଇଛନ୍ତି। ମାଙ୍କୁ ଭକ୍ତି, ମାଙ୍କୁ ଶକ୍ତି, ଏହା ହେଉଛି ରାଜ୍ୟ ସରକାରଙ୍କ ମିଶନ ଶକ୍ତି। ଡକ୍ଟର ସାହୁ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସଚେତନତା କରାଇଥିଲେ। मुली नयागढ़ ब्लॉक चेयरमैन किशोर चंद्र साहू कौन कहे आम ओडिशा नवीन ओडिशा पंचायत स्तरीय सचेतनता शिविर कौन ए कौन कहे आज नयागढ़ ब्लॉक भाटसाही ग्राम पंचायत रे आम ओडिशा नवीन ओडिशा सचेतनता आज थिला जो सचेतनता दिवस आज पालन करा जाउतिला जहाँकि माननीय मुख्यमंत्री जो 24 वर्ष भितर जो योजना सब करिसेंती तापर आज आमर मान्यवर विधायक हो मु हो बा माननीय जिलापाल भी आपर आज पुंखानुपुंख भाव में आज जोटा मान्यवर मुख्यमंत्री सब योजना पर आज जो सचेतनता दि जाता सचेतनता शिविर अनुष्ठित कर बर्तमान राज्य स्तर प्रति पंचायत प्रति जिले में कौन केते दूर सफलता लाभ करेंगे आपण मैंने देखुवे आम तो कहवाटा ये ना आपण मैंने आज देखिए भाटसाही ग्राम पंचायत रे कि आपण मानकर अनुभूति थी कौन लोक आम जोटा कि सरकार जो सफलता विषय आम आज लोक पाखे पहुँचाऊँ लोक
जो ये सरकार बा नवीन पट्टनायक सरकार रे प्रत्येक जिनस बा माननीय मुख्यमंत्री आज 24 वर्ष है सफलता गोटे गोटे अनुकोण पार हो चली आज भी माननीय मुख्यमंत्री जो योजना भी आहरी भी सफलता होती माध्यम भी जदि कौन गाम मानक जदि कौन काम भी अधूरा रही जाए ता भी पूरण करने माननीय मुख्यमंत्री जो माननीय 5T अध्यक्ष आमर विधायक बा कलेक्टर समस्ते आज लोककर जदि आउ कौन रही जाइए कम ताकू भी अधूरा स्वप्न रही ताकू भी पूरण करने को आम आज भी समस्ते भी संकल्पबद्ध अच्छु मोर जेहेतु मो नयागढ़ ब्लॉक चेयरमैन यही पंचायत हूँ मोर से मुझे आज बहुत यही सचेतनता शिविर मुख्य लक्ष्य हूँ ग्रामांचल भित्तिभूमि विकास 100%। आपड़ तो देखी थे 24 वर्ष है माननीय मुख्यमंत्री विकास माने विकास कर से आपण मैंने देखुवे आम कह पड़ोनी माननीय मुख्यमंत्री कौन माननीय मुख्यमंत्री आपड़ देखिए भारत वर्ष में सबुत 1 नंबर पुरस्कार पाँच किंतु जोटा कि माननीय मुख्यमंत्री से 1 नंबर पुरस्कार पाइबार श्रेय दियंती ओडिशार 4.5 कोटी लोक श्रेय दियंती। ए कार्यक्रम में भाटसाही पंचायत बहु पुरुष और महिला सामिल होते विभिन्न पाला दासकाठिया माध्यम विभिन्न सांस्कृतिक कार्यक्रम कराई लोक मानू सचेतनता कराइथिले। या सहित छात्र छात्री मानक द्वारा विभिन्न सांस्कृतिक कार्यक्रम अनुष्ठित होइतिला। नयागढ़ भास्कर चंद्र स्वाईं रिपोर्ट ज्योतिप्रभा न्यूज।